ନୀଳଗିରି ଉପଖଣ୍ଡ ଡାକ୍ତରଖାନାରେ ରୋଗୀ ସେବାର ସୁଧାର ଆଣିବା ଉଦ୍ଦେଶ୍ୟରେ ଆଜି ଦଳମତ ନିର୍ବିଶେଷରେ ଯୁବପିଢ଼ି ଅଣ୍ଟା ଭିଡ଼ିଛନ୍ତି। ଏହି ଉପଲକ୍ଷେ ଜଗନ୍ନାଥ ମନ୍ଦିରରୁ ସହର ପରିକ୍ରମା କରି ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ଅଧିକାରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ 9 ଦଫା ସମ୍ବଳିତ ଦାବିପତ୍ର ଦିଆଯାଇଛି। ମୁଖ୍ୟତଃ ଡାକ୍ତରଖାନାରେ ସମସ୍ତ ଡାକ୍ତରଙ୍କର ପଦ ପୂରଣ ସହ କ୍ୱାର୍ଟରର ରହିବା ବ୍ୟବସ୍ଥା, ଖାଲି ପଡ଼ିଥିବା 3ଟି ନର୍ସିଂ ପଦ ପୂରଣ, 9 ଜଣ ନର୍ସଙ୍କ ମଧ୍ୟରୁ ଏଠାରେ 4 ଜଣ ନର୍ସ ଥିବାବେଳେ ଅନ୍ୟ ଆଉ 5 ଜଣଙ୍କୁ ତୁରନ୍ତ ନିଯୁକ୍ତି ଦିଆଯିବା, ଅଲ୍ଟ୍ରାସାଉଣ୍ଡ, ରକ୍ତ ଭଣ୍ଡାର, ଆଇସିୟୁ ଚଳାଇବା ପାଇଁ କର୍ମଚାରୀଙ୍କ ନିଯୁକ୍ତି, ଡାକ୍ତରଖାନାରେ ଆଉଟସୋର୍ସିଂରେ ନୀଳଗିରି ଅଞ୍ଚଳର ପିଲାଙ୍କୁ ନିଯୁକ୍ତି ଦିଆଯିବା, ବିଭିନ୍ନ ରୋଗର ଉପଶମ ପାଇଁ ସମସ୍ତ ପ୍ରକାରର ଔଷଧ ମହଜୁଦ ରହିବା ପ୍ରଭୃତି ଦାବି ନେଇ ଉପଜିଲ୍ଲାପାଳ ଶୁଭଶ୍ରୀ ରଥଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ସଚିବ, ବାଲେଶ୍ୱର ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି। ସେହିପରି ଏସ୍ପି, ନୀଳଗିରି ଉପଜିଲ୍ଲାପାଳ, ଏସ୍ଡିଏମ୍ଓ, ଏସ୍ଡିପିଓ, ଆଇଆଇସି ପ୍ରମୁଖଙ୍କୁ ମଧ୍ୟ ଦାବିପତ୍ର ଦିଆଯାଇଛି। ଏହି ଅବ୍ୟବସ୍ଥାର କୌଣସି ଫଇସଲା ନହେଲେ ଆସନ୍ତା ମାର୍ଚ୍ଚ 3 ତାରିଖ ଠାରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଧାରଣା ଦିଆଯିବ ବୋଲି ସୁଧାରଞ୍ଜନ ମହାପାତ୍ର, ଅଶ୍ୱିନୀ ପାତ୍ର, ଅର୍ଦ୍ଧେନ୍ଦୁଶେଖର ରାଜ, ଫିଲୋସ ସିଂହ, ପ୍ରିୟରଞ୍ଜନ ସ, ରଞ୍ଜିତ ବିଶ୍ୱାଳ, ଜୟଦେବ ମହାନ୍ତି, ପ୍ରୀତିରଞ୍ଜନ ମହାପାତ୍ର, ରାଜ ମହାପାତ୍ର, ରାମଚନ୍ଦ୍ର ପାଣିଗ୍ରାହୀ, ଚନ୍ଦନ ମହାନ୍ତି, ରାଜେଶ ମଲ୍ଲିକ, ଚନ୍ଦ୍ରକାନ୍ତ ରାଉତ, ରଞ୍ଜିତ ପ୍ରଧାନ, ପ୍ରଦୀପ ନାୟକ ପ୍ରମୁଖ ଚେତାବନୀ ଦେଇଛନ୍ତି। ଯୁବପିଢ଼ିଙ୍କ ଦାବିପତ୍ର ଦେବା ସମୟରେ ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ ସାମିଲ ଥିଲେ।